ଅଯୋଧ୍ୟାରେ ଅଚାନକ ଆବିର୍ଭାବ ହେଲା ପୁଷ୍ପକ ବିମାନ। ସେଠାରେ କାର୍ଯ୍ୟରତ କର୍ମଚାରୀମାନେ ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଲେ। ପାଦ ତଳୁ ଯେମିତି ମାଟି ଖସି ପଡ଼ିଲା। 22 ଜାନୁଆରୀ ଅଯୋଧ୍ୟାରେ ରାମଙ୍କର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଏଭଳି ଘଟଣା ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଉଛି। ଏହାକୁ ଦେଖିଥିବା ପ୍ରତ୍ୟକ୍ଷଦର୍ଶୀଙ୍କର ଅନୁଭୂତିକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟଚକିତ ହୋଇଯିବେ। ଆଗକୁ ଯିବା ପୂର୍ବରୁ ଆପଣମାନଙ୍କର ପ୍ରିୟ ୟୁଟ୍ୟୁବ୍ ଚ୍ୟାନେଲ୍ ଲଣ୍ଠନ ଟିଭିକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଆଉ କମେଣ୍ଟ ବକ୍ସରେ ଜୟ ଶ୍ରୀରାମ ବୋଲି ଲେଖିଦିଅନ୍ତୁ। ଲାଇକ୍ କରନ୍ତୁ, ସେୟାର କରନ୍ତୁ। ହଁ, ଜାନୁଆରୀ 22 ତାରିଖରେ ରାମଲାଲା ଅଯୋଧ୍ୟାର ନୂଆ ମନ୍ଦିରରେ ଆବିର୍ଭାବ ହେବେ। ଏହି ଶୁଭ କାର୍ଯ୍ୟକ୍ରମ ପାଇଁ ପୁରା ଦେଶରେ ନିମନ୍ତ୍ରଣ ପତ୍ର ବଣ୍ଟନ କରାଯାଉଛି। ଗାଁରୁ ସହର ପର୍ଯ୍ୟନ୍ତ, ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଅରୁଆ ଚାଉଳ ଗ୍ରହଣରେ ସହଯୋଗ କରୁଛନ୍ତି। ମହିଳାମାନେ ମଧ୍ୟ ଘର ଘର ବୁଲି ଶ୍ରୀରାମଙ୍କର ଫଟୋ ବାଣ୍ଟୁଛନ୍ତି। ଅଯୋଧ୍ୟାରେ ରାମଲାଲାଙ୍କର ପ୍ରତିଷ୍ଠା କାର୍ଯ୍ୟକ୍ରମ ଖୁବ୍ ଧୁମ୍ଧାମ୍ରେ ତ୍ୱରିତ ଗତିରେ ଆଗେଇ ଚାଲିଛି। ମନ୍ଦିର କାର୍ଯ୍ୟ ମଧ୍ୟ ତୀବ୍ର ତେଜରେ ଆଗେଇ ଚାଲିଛି। କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଆସି ପହଞ୍ଚି ସାରିଲାଣି। କାର୍ଯ୍ୟକ୍ରମରେ ନ୍ୟସ୍ତ ଥିବା ସବୁ କର୍ମଚାରୀମାନେ ଭୋକ ଶୋଷ ଭୁଲି ପ୍ରଭୁଙ୍କ କାର୍ଯ୍ୟରେ ଲାଗି ପଡ଼ିଛନ୍ତି। କିନ୍ତୁ ଜାନୁଆରୀ 10 ତାରିଖ ଦିନ ଯାହା ଘଟିଲା ତାହା ଲୋମହର୍ଷଣକାରୀ ଅଟେ। ଶ୍ରମିକମାନେ କାର୍ଯ୍ୟ ସାରି ବିଶ୍ରାମ ନେବା ସମୟରେ ଏମିତି ଘଟଣା ଘଟିଲା, ଚତୁର୍ଦିଗରେ ଏକ କମ୍ପନ ସୃଷ୍ଟି ହୋଇଗଲା। ମୋର ସାଙ୍ଗ ସୁରେଶ ରାମଙ୍କର ସେ ପରମ ଭକ୍ତ। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟରେ ସେ ନିୟୋଜିତ ହୋଇଛି। ଆଉ ସେ ଘଟଣାର ମୁକ ସାକ୍ଷୀ। ଆଉ ସୁରେଶ ସେହି ଦିନ ରାତିରେ ଉଠି ଯାଇ ଦେଖିଲା ରାମ ମନ୍ଦିର ପରିସରରେ ଗୋଟେ ଅଜବ ଜିନିଷ ଚମକିବାରେ ଲାଗିଛି। ସେ ନିଜର ସାଥୀମାନଙ୍କୁ ଉଠାଇବାକୁ ଚେଷ୍ଟା କଲା, ହେଲେ କେହି ବି ଆସିଲେ ନାହିଁ। ସାହସ କରି ସୁରେଶ ପହଞ୍ଚି ଯାହା ଦେଖିଲା ତାହା ଅବର୍ଣ୍ଣନୀୟ। ଦେଖିଲା ଏକ ଚମତ୍କାର ବିମାନ ଆକାଶ ମାର୍ଗରୁ ଖସି ଆସୁଛି, ଯାହା ଦେଖିବାକୁ ମୟୂର ସଦୃଶ ଥିଲା। ତାହା ଅତ୍ୟନ୍ତ ସୁନ୍ଦର ଓ ସୌନ୍ଦର୍ଯ୍ୟବନ୍ତ ଥିଲା। ବିମାନଟି ଏତେ ଦ୍ରୁତ ଥିଲା ଯେ ତା ସାମାନ୍ୟ ଆଖିରେ ଦେଖାଯାଉନଥିଲା। ଲାଗୁଥିଲା ସ୍ୱୟଂ ରାମଚନ୍ଦ୍ର ପୁଷ୍ପକ ବିମାନରେ ମନ୍ଦିରରେ ଅବତରଣ କରୁଥିଲେ। ସୁରେଶ ଏ ଚମତ୍କାର ନିଜ ଆଖିରେ ଦେଖିଲା, ବେହୋସ ମଧ୍ୟ ହୋଇଗଲା। ରାତି ପାହିଲା, ସମସ୍ତେ ମନ୍ଦିରକୁ ବାହାରିଲେ। ସୁରେଶ ଏ ସମ୍ପର୍କରେ ସମସ୍ତଙ୍କୁ ବୁଝାଇ କହିଲା, କେହି ବିଶ୍ୱାସ କଲେ ନାହିଁ। ସମସ୍ତେ ତା କଥାକୁ ହସରେ ଉଡ଼ାଇ ଦେଲେ। କିନ୍ତୁ ସୁରେଶ ଭାବିନେଲା, କେହି ବିଶ୍ୱାସ କରୁ ବା ନ କରୁ, ସେ ନିଜେ ତ ଦର୍ଶନ କରି ସତ୍ୟତା କ'ଣ ଜାଣିଲା। ପ୍ରାଣ ପ୍ରତିଷ୍ଠା ପୂର୍ବରୁ ପ୍ରଭୁ ରାମଚନ୍ଦ୍ରଙ୍କର ଦର୍ଶନ ତ ପାଇଗଲା। ଦର୍ଶକ ବନ୍ଧୁ, ଆପଣମାନେ ବିଭିନ୍ନ ପ୍ରକାର ଆକୃତିର ବିମାନ ଦେଖିଥିବେ, କିନ୍ତୁ ଏଭଳି ବିମାନ ବାସ୍ତବରେ ଏକ ନୂଆ ବାର୍ତ୍ତା ପ୍ରଦାନ କରୁଛି। ସତରେ କ'ଣ ଏ ବିମାନ ପୁଷ୍ପକ ବିମାନ ଅଟେ? ତେବେ ଆସନ୍ତୁ ପୁଷ୍ପକ ବିମାନର ରହସ୍ୟ ସମ୍ପର୍କରେ ପ୍ରଥମେ ଆମେ ଜାଣିବା ପୂର୍ବରୁ ଆସନ୍ତୁ ପ୍ରଥମେ ଲଣ୍ଠନ ଟିଭିକୁ ସବସ୍କ୍ରାଇବ୍ କରିନେବା। ଏହି ପୁଷ୍ପକ ବିମାନଟି ମନ୍ଦିରରେ ଅଚାନକ ଆବିର୍ଭାବ ହେବା କଳିଯୁଗର ଏକ ବିରାଟ ଚମତ୍କାରୀ ଅଟେ। ପୁଷ୍ପକ ବିମାନ ପ୍ରଥମେ କୁବେରଙ୍କ ପାଖରେ ଥିଲା। ଏହାକୁ ରାବଣ ବଳପୂର୍ବକ କୁବେରଙ୍କ ଠାରୁ ନେଇ ଆସିଲା। ଏହି ପୁଷ୍ପକ ବିମାନ ସାହାଯ୍ୟରେ ରାବଣ ବିଭିନ୍ନ ଆଡ଼େ ଯିବା ଆସିବା କରୁଥିଲା। ଦଶଶିରକୁ ପରାସ୍ତ କଲା ପରେ ରାମ ଏହି ବିମାନର ଅଧିକାରୀ ହେଲେ। ପୁଷ୍ପକ ବିମାନରେ ବୁଲାବୁଲି କରି ଶେଷରେ ଅଯୋଧ୍ୟାରେ ଆସି ପହଞ୍ଚିଲେ। ରାବଣ ଏହି ପୁଷ୍ପକ ବିମାନରେ ସୀତାଙ୍କୁ ଅପହରଣ କରି ନେଇଥିଲା। ଏହି ବିମାନ ପବନରେ ଉଡ଼ି ଉଡ଼ି ଯାଉଥିଲା। ଦଶଶିର ରାବଣଙ୍କୁ ବଦ୍ଧ କଲା ପରେ ପ୍ରଭୁ ରାମ ମାତା ସୀତା ଏବଂ ଲକ୍ଷ୍ମଣଙ୍କୁ ସେହି ବିମାନରେ ଅଯୋଧ୍ୟାକୁ ନେଇ ଆସିଥିଲେ। ଆଜିକାଲିକା ବିମାନ ପରି ତାହା ଆକାଶରେ ଉଡ଼ୁଥିଲେ ମଧ୍ୟ ତାହା ଥିଲା ଆହୁରି ଉନ୍ନତ ଓ ତୀବ୍ରଗାମୀ। ରାମାୟଣ ସୁନ୍ଦରାକାଣ୍ଡରେ 7ମ ଅଧ୍ୟାୟରେ ପୁଷ୍ପକ ବିମାନ ସମ୍ପର୍କରେ ଦେଖିବାକୁ ମିଳେ। ପୁଷ୍ପକ ବିମାନର ଆକାର ମୟୂର ସଦୃଶ ଥିଲା। ଏହାର ନିର୍ମାଣ ଶୈଳୀ ଏତେ ଉତ୍କୃଷ୍ଟ ଥିଲା ଯେ ଏହାର ଆକାରକୁ ଛୋଟ ବଡ଼ କରାଯାଇ ପାରୁଥିଲା। ଏମିତିକି ରାବଣ ତାର ସମ୍ପୂର୍ଣ୍ଣ ସେନାକୁ ପୁଷ୍ପକ ବିମାନରେ ବସାଇ ଉଡ଼ାଇ ନେଇ ମଧ୍ୟ ଚାଲି ଯାଉଥିଲା। ପୁଷ୍ପକ ବିମାନ ଚାଳକର ଇଚ୍ଛା ଅନୁସାରେ ଚାଲୁଥିଲା। ବିମାନରେ ବସିବା ପାଇଁ ଆସନ ମଧ୍ୟ ଥିଲା। ପୌରାଣିକ ମତବାଦ ଅନୁସାରେ ରାମଚନ୍ଦ୍ର ଏ ବିମାନକୁ ପୂଜା କରି ପୁଣି କୁବେରଙ୍କୁ ଫେରାଇ ଦେଇଥିଲେ। କୁବେର ଏହାକୁ ଉପହାର ସ୍ୱରୂପ ପୁଣି ରାମଚନ୍ଦ୍ରକୁ ଦେଇଦେଲେ। ଏହିଥିରେ ରାମ ଲକ୍ଷ୍ମଣ ସୀତା ଅଯୋଧ୍ୟାରେ ଆସି ପହଞ୍ଚିଥିଲେ। ପୁଣି ଅନେକ ଦିନ ପରେ ଆଜି ଅଯୋଧ୍ୟାରେ ପ୍ରଭୁ ରାମଚନ୍ଦ୍ର ଲକ୍ଷ୍ମଣ ସୀତାଙ୍କ ସାଙ୍ଗରେ ଆସି ପହଞ୍ଚିଲେ। ଏହି ସେହି ପୁଷ୍ପକ ବିମାନ ଯାହାକୁ ମୋର ସାଙ୍ଗ ଦେଖିଥିଲା। ରାମାୟଣରେ ବର୍ଣ୍ଣନା ଅଛି, ମାତା ସୀତାଙ୍କୁ ହରଣ କରି ଯେବେ ପୁଷ୍ପକ ବିମାନରେ ରାବଣ ନେଇଯାଉଥିଲା, ଜଟାୟୁ ନିଜ ଡେଣାରେ ପୁଷ୍ପକ ବିମାନକୁ ଅଟକାଇବାକୁ ଚେଷ୍ଟା କରିଥିଲା।
ଏହି ସମୟରେ ରାବଣ ନିଜର ଖଡ଼୍ଗରେ ଜଟାୟୁର ପକ୍ଷଛେଦନ କରିଦେଇଥିଲା। ସେ ରକ୍ତ ଜୁଡ଼ୁବୁଡ଼ୁ ହୋଇ ପଡ଼ି ରହିଥିଲା। ରାମଚନ୍ଦ୍ର ସୀତାମାତାଙ୍କୁ ଖୋଜି ଖୋଜି ଗଛ ବୃକ୍ଷ ପଶୁ ପକ୍ଷୀଙ୍କୁ ସୀତାଙ୍କ ସମ୍ପର୍କରେ ପଚାରି ପଚାରି ଯାଉଥିଲେ। ଏହି ସମୟରେ ରକ୍ତାକ୍ତ ଜଟାୟୁ ସାଙ୍ଗରେ ସାକ୍ଷାତ ହୋଇଗଲା। ଜଟାୟୁ ରାମଙ୍କୁ କହିଲା ଯେ ରାବଣ ସୀତାଙ୍କୁ ହରଣ କରି ନେଇଛନ୍ତି। କିନ୍ତୁ ଆଜି ସାକ୍ଷାତ ରାମ ଯେତେବେଳେ ପୁଷ୍ପକ ବିମାନରେ ଅଯୋଧ୍ୟା ଆସିଛନ୍ତି, ସେତେବେଳେ ରାମଙ୍କର ପରମ ଭକ୍ତ ଜଟାୟୁ କେମିତି ବା ତାଙ୍କଠାରୁ ଅଲଗା ହୋଇ ରହିପାରିବ? ଅଯୋଧ୍ୟାରେ ରାଜା ରାମଙ୍କର ପ୍ରାଣ ପ୍ରତିଷ୍ଠା ହେବା ପୂର୍ବରୁ ସୀମାରେ ଅଜବ ଅଜବ ଜଟାୟୁ ପକ୍ଷୀଙ୍କୁ ଦେଖିବାକୁ ମିଳୁଛି। ଲୋକମାନେ ଏମାନଙ୍କୁ ରାମାୟଣର ଜଟାୟୁ ସହିତ ତୁଳନା କରୁଛନ୍ତି। ଅଯୋଧ୍ୟାର ଗାଁ ଲୋକମାନେ କୁହନ୍ତି, 20 ବର୍ଷ ହେଲାଣି ଏଭଳି ଜଟାୟୁକୁ ଆମେ ଦେଖିନଥିଲୁ। ଏବେ ଆମେ ଆକାଶରେ ଏଭଳି ଜଟାୟୁ ବୁଦ୍ରପକ୍ଷୀ ବା ଶାଗୁଣାମାନେ ଉଡ଼ିବାର ଆମେ ଦେଖୁଛୁ। 22 ଜାନୁଆରୀରେ ପ୍ରାଣ ପ୍ରତିଷ୍ଠା ହେବା ପାଇଁ ପ୍ରଧାନମନ୍ତ୍ରୀ ଦେଶ ବାହାରୁ ବହୁ ଅତିଥି ଅଭ୍ୟାଗତଙ୍କୁ ନିମନ୍ତ୍ରଣ କରିଛନ୍ତି। ନେପାଳରୁ ମଧ୍ୟ ଅନେକ ଲୋକଙ୍କୁ ଆସିବା ପାଇଁ ଡାକରା ଦିଆଯାଇଛି। ଏହା ପଛର ଘଟଣା ଆପଣ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ନେପାଳକୁ ଭଗବାନ ରାମଙ୍କର ଶ୍ୱଶୁର ଘର କୁହାଯାଏ। ନେପାଳରେ ଜନକପୁର ଧାମ ରହିଛି। ଜନକପୁର ଧାମକୁ ମିଥିଳା ଧାମ ବୋଲି ମଧ୍ୟ କୁହାଯାଉଥିଲା। ରାମ ସୀତା ଅଯୋଧ୍ୟା ପ୍ରବେଶ ଜାଣି ନେପାଳରୁ ବହୁ ମୂଲ୍ୟବାନ ଉପହାର ସହ ସହସ୍ର ଭାର ମଧ୍ୟ ଆସୁଛି। ଆମ୍ଭମାନଙ୍କର ସୌଭାଗ୍ୟ, ଆମେ ଆଜି ଅଯୋଧ୍ୟାରେ ରାମଲାଲାଙ୍କୁ ପାଇଛୁ। ଏହି ରାମ ମନ୍ଦିର ପ୍ରତିଷ୍ଠା ପାଇଁ କେତେ ପ୍ରାଣବଳି ଦେବାକୁ ପଡ଼ିଛି। ଆକ୍ରମଣକାରୀମାନେ କାଶୀ ମଥୁରା ସଙ୍ଗେ ସଙ୍ଗେ ଅଯୋଧ୍ୟାର ମନ୍ଦିରକୁ ମଧ୍ୟ ଧ୍ୱଂସ କରିଦେଇଥିଲେ। ପୂଜାରୀମାନଙ୍କୁ ହତ୍ୟା କରିଥିଲେ। ଯେତେ ନଷ୍ଟ କଲେ ମଧ୍ୟ ଅଯୋଧ୍ୟାର ରାମ ମନ୍ଦିରକୁ ନଷ୍ଟ କରିପାରିନଥିଲେ। ଆଖପାଖର ରାଜାମାନେ ଏହାକୁ ସୁରକ୍ଷା ଦେଉଥିଲେ। କୁହାଯାଏ ସିକନ୍ଦର ଲୋଦୀଙ୍କ ଶାସନ ସମୟରେ ମଧ୍ୟ ରାମଙ୍କ ମନ୍ଦିର ଅବସ୍ଥିତ ଥିଲା। ମୋଗଲମାନେ ଭାରତକୁ ନିଜ ଅକ୍ତିଆରକୁ ନେବା ପରଠାରୁ ସେମାନେ ମନ୍ଦିର ସବୁ ଭାଙ୍ଗିବାର କାର୍ଯ୍ୟକ୍ରମ ଆରମ୍ଭ କରିଦେଲେ। 1526 ମସିହାରେ ମୋଗଲ ସାମ୍ରାଜ୍ୟ ବାବର ପ୍ରତିଷ୍ଠା କରିଥିଲେ। କୁହାଯାଏ ବାବରଙ୍କର ଜଣେ ସେନାପତି ବିହାର ଅଭିମୁଖେ ଯିବା ସମୟରେ ଅଯୋଧ୍ୟାରେ ରାମ ଜନ୍ମଭୂମିର ରାମ ମନ୍ଦିରକୁ ଭାଙ୍ଗି ମସଜିଦ ନିର୍ମାଣ କରିଥିଲେ। ତେଣୁ ଏହି ରାମ ମନ୍ଦିର ପାଖରେ ମସଜିଦ ନିର୍ମାଣକୁ ନେଇ ହିନ୍ଦୁ ମହନ୍ତ ରଘୁବୀର ଦାସ ପ୍ରଥମେ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ ଏବଂ ଏହି ବିବାଦସ୍ଥଳୀକୁ ଭାରତ ସରକାର ମୁସଲମାନକୁ ଯିବା ପାଇଁ ମନା କରିଦେଇଥିଲେ, ଯାହାର ମୁଖ୍ୟ ଦ୍ୱାରରେ ତାଲା ଝୁଲାଇ ଦିଆଯାଇଥିଲା। ହିନ୍ଦୁ ଶ୍ରଦ୍ଧାଳୁଙ୍କୁ ଅନ୍ୟ ଦ୍ୱାର ଦେଇ ପ୍ରବେଶ କରାଯାଉଥିଲା। କିନ୍ତୁ 1949ରେ ଏମିତି ଏକ ଚମତ୍କାରୀ ଘଟଣା ଘଟିଲା, ଯାହାକୁ ଦେଖି ମୁସଲମାନଙ୍କର ଆଖି ଲାଖିଗଲା। ଏହା ରାମଲାଲାଙ୍କର ବହୁତ ବଡ଼ ଚମତ୍କାର ଥିଲା। ମସଜିଦ ମଧ୍ୟରେ ଅଚାନକ ରାମଲାଲାଙ୍କର ମୂର୍ତ୍ତି ପ୍ରକଟିତ ହୋଇଗଲା। କିଛି କଠୋରପନ୍ଥୀମାନେ କହିଲେ କିଛି ହିନ୍ଦୁମାନେ ଲୁଚି ଲୁଚି ମସଜିଦରେ ରାମଙ୍କର ମୂର୍ତ୍ତିକୁ ରଖିଦେଇଛନ୍ତି। ଏହା କିନ୍ତୁ ଅସମ୍ଭବ, କାରଣ ମସଜିଦକୁ ପିମ୍ପୁଡ଼ିଟିଏ ମଧ୍ୟ ପଶି ପାରୁନଥିଲା। ତେଣୁ ସେଠାରେ ରାମଙ୍କର ମୂର୍ତ୍ତି ବା କେମିତି ରହିବ? ଏହା ହେଉଛି ଅଲୌକିକ। ମୁସଲମାନମାନେ ଏହାକୁ ଘୋର ବିରୋଧ କଲେ। ଉଭୟ ପକ୍ଷ ଅଦାଲତରେ ନିଜ ନିଜର ବୟାନ ରଖିଲେ ଏବଂ କେସ୍ ଦାୟର କଲେ। ସରକାର ଏହାକୁ ବିବାଦୀୟ ଘୋଷଣା କରି ତାଲା ଝୁଲାଇ ଦେଲେ। 30 ଅକ୍ଟୋବର 1990ରେ ମୁଲାୟମ ସିଂ ଯାଦବଙ୍କ କଡ଼ା ଆକଟକୁ ଏଡ଼ାଇ ହଜାର ହଜାର ରାମଭକ୍ତ ବିବାଦୀୟ ସ୍ଥଳରେ ପହଞ୍ଚି ରାମଙ୍କର ବାନା ଉଡ଼ାଇଲେ। 2 ନଭେମ୍ବର 1990ରେ ମୁଲାୟମ ସିଂ ଯାଦବ କରସେବକମାନଙ୍କ ଉପରକୁ ଗୁଳି ଚଳାଇବା ପାଇଁ ଆଦେଶ ଦେଇଦେଲେ, ଯେଉଁଥିରେ ହଜାର ହଜାର ରାମ ଭକ୍ତ ଆହତ ହେଲେ, ମୃତ୍ୟୁବରଣ କଲେ। ଭକ୍ତମାନଙ୍କର ରକ୍ତରେ ରଞ୍ଜିତ ହୋଇଗଲା ସେଦିନ ସରୋଜ ନଦୀ। ଏହି ଘଟଣା ପରେ ଏପ୍ରିଲ 1991ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କୁ ଇସ୍ତଫା ଦେବାକୁ ପଡ଼ିଲା। ଡିସେମ୍ବର 1992ରେ କଲ୍ୟାଣ ସିଂ ଯାଦବଙ୍କ ସମୟରେ ବିବାଦୀୟ ନିର୍ମାଣ ସ୍ଥଳୀକୁ ହଜାର ହଜାର ସଂଖ୍ୟାର କରସେବକ ଧସେଇ ପଶିଲେ। ବିବାଦୀୟ ନିର୍ମାଣ ସ୍ଥଳୀକୁ ଭାଙ୍ଗିବାକୁ ଲାଗିଲେ। ଭାଙ୍ଗି ସାରି ରାମଙ୍କର ପୂଜାର୍ଚ୍ଚନା କରି ଜୟ ଶ୍ରୀରାମ ଧ୍ୱନି ଦେବାକୁ ଲାଗିଲେ। ରାମ ଶିଳା ପ୍ରତିଷ୍ଠା କଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ଥାନ୍ତି କଲ୍ୟାଣ ସିଂ ଯାଦବ। କଲ୍ୟାଣ ସିଂ ଯାଦବଙ୍କ ନିର୍ଦ୍ଦେଶ ଥିଲା, କର ସେବକମାନଙ୍କ ଉପରକୁ କେହି ବି ଜଣେ ଗୁଳି ଚାଳନା କରିପାରିବ ନାହିଁ। କଲ୍ୟାଣ ସିଂ ଯାଦବଙ୍କ ଏହି ସହଯୋଗ ପାଇଁ ତାଙ୍କୁ କୋଟି କୋଟି ନମସ୍କାର। ଆଜି ଆମେ ଯେଉଁ ରାମ ମନ୍ଦିର ଦେଖୁଛେ, ତାହା ହଜାର ହଜାର ହିନ୍ଦୁଙ୍କର ଅଜସ୍ର ବଳିଦାନର କାହାଣୀ। ସନାତନ ଧର୍ମର ଜୟ ହେଇଛି, ଶ୍ରୀରାମଙ୍କର ଜୟ ହେଇଛି, ହିନ୍ଦୁ ଧର୍ମର ଜୟ ହେଇଛି, ବିଶ୍ୱ ଭାତୃତ୍ୱ ଭାବର ଜୟ ହୋଇଛି। ଜୟ ଶ୍ରୀରାମ।